ଡଙ୍ଗାରେ ପାର କରି ସ୍କୁଲ ନେଉଥିଲି। ମାନେ କେବଳ କହୁଥିବେ କ'ଣ ଟିକେ ଏମିତି ସେପଟରେ ପିଲାମାନଙ୍କୁ ଏମିତି ଅସୁବିଧା ହେଉଛି, ଏତିକି କଷ୍ଟରେ ଡଙ୍ଗା ଇଆଡ଼େ ନେଇ ପଡ଼ୁଛି, ତେଣୁ ଏପଟକୁ ସ୍କୁଲଟା ଅଣାଯାଉ। ନଦୀ ପାର ହେଇକି ଡେଲି ଯିବା ଲାଗି ପଡ଼ୁଛି। ଗୋଟେ ଧୀରେ ଧୀରେ ଗୋଟେ ଲୋକ ଭାସି ବି ଯାଉଛନ୍ତି। ଠିକ୍ ଅଧା କିଲୋମିଟର ତଳକୁ ଚଚରା, ପାହାଡ଼ ଚଚରା, ଯଦି ଡଙ୍ଗା ଟିକେ ଖସିଗଲା ସେଇଟା ଥିଲା ଡର। ଆଉ ତଳକୁ ଟିକେ ଖସିଗଲେ ପାହାଡ଼ ଚଚରା ପରେ ଗାଡ଼ି ପିଟି ହେଇଗଲେ ନା ଡଙ୍ଗା ପିଟି ହେଇଯିବ, ଆଉ ଚାନ୍ସ ନାହିଁ ମଣିଷ ବଞ୍ଚିବା କି ଉଠିବାର। ସେଠି ସେ ମୂଷା ବୋଲିକିରି ଗୋଟେ ପିଲାଟେ, ସେ ଗାଁର ଲୋକ, ସେ ଘାଟିଆ, ସେ ଏକା ଡଙ୍ଗା ପାର କରେ। ଡଙ୍ଗା ନିଜେ ଗାତ ଧୋଇଲେ ସେ ମନା କରିବ, ଆଜ୍ଞା ଆପଣ ଜାଣିବିନି ଏ ନଦୀର ହିସାବ କିତାବ, କେତେବେଳେ ତାଡ଼ିଦେଲେ ଆପଣ ଆଉ ପାରିବେନି, ସମସ୍ତଙ୍କୁ ବିପଦ ହେଇଯିବ। ତଳକୁ ରହିଲା ଚଚରା, ତା ଉପରେ ଯଦି ଡଙ୍ଗା ପଡ଼ିଲା ଜୋର ପାଣି ଚାଲିଛି, ଗଡ଼ଗାଡ଼ ଗଡ଼ଗାଡ଼ କରିକିରି କୁଆଡ଼େ କ'ଣ ପିଟି ପାଡ଼ି ଦେବ, ତାର ହିସାବ ନାହିଁ। ସେ ଡଙ୍ଗା ପାର ହେବା ପଇସା କିଏ ଦଉଥିଲା? ଡଙ୍ଗା ପାଣିଆ ମୋତେ ଦେବାରେ ପଡ଼ୁଥିଲା ବର୍ଷ ଥରେ। କେତେ ଟଙ୍କା ସେତେବେଳେ? ଏତେ ଆଉ ଖିଆଲ ଅଛି କ'ଣ ଗୋଟେ ଡଙ୍ଗା କଥା ଜାଣିଛ। ସେ ସ୍କୁଲଟା କୋଉଠି ଥିଲା? ସ୍କୁଲର ନାଁ ସବୁ କ'ଣ? ସ୍କୁଲଟା ପୁରା ଥିଲା ଉଲ୍ଲାଗାଡ଼ି ଆଗେ ଆରମ୍ଭ ଥିଲା, ତାପରେ ରୋଡ଼ ଉପରକୁ ଆସିଲା ଏପଟକୁ। ବଡ଼ କଷ୍ଟ ଲେଖା ଲେଖି କରିକିରି ବିଲ୍ଡିଂ ତିଆରି ହେଇଗଲା। କଣ୍ଟ୍ରାକ୍ଟରକୁ କହିକି ଶୀଘ୍ର କରେଇଲୁ, ତାପରେ ଏପଟକୁ ଆଣିଲୁ। ଯଦି ଥିଲି ହଷ୍ଟେଲ ସୁପରିଟେଣ୍ଡେଣ୍ଟ କମ୍ ହେଡ଼ମାଷ୍ଟର କମ୍ ସୁପରିଟେଣ୍ଡେଣ୍ଟ। ସେତେବେଳକୁ ସେଟା କି ସ୍କୁଲ ଥିଲା? ମାନେ ସେଠି କେମିକେ ହଷ୍ଟେଲ ଚାଲିଥିଲା, ବଏଜ ହଷ୍ଟେଲ ଗୋଟେ ଚାଲିଥିଲା, ସରକାରୀ। ତାପରେ DPP ତରଫରୁ ଗୋଟେ ହଷ୍ଟେଲ 70 ପିଲାଙ୍କର ଚାଲିଥିଲା, DPP ଗ୍ରାଣ୍ଟରେ 70ଟା ଝିଅ DPP ଗ୍ରାଣ୍ଟରେ ଅଲଗା ରହୁଥିଲେ। 3 ପ୍ରକାର ଥିଲା। ଆରମ୍ଭରେ ଯେତେବେଳେ ଏପଟକୁ ଆସିଲେ କିଛି ନଥିଲା, ମୁଁ ଆସିକି ତାକୁ ସବୁ ଚାରିଆଡ଼େ ସଫା କରେଇଲି। ଜଙ୍ଗଲ ଫଙ୍ଗଲ ସବୁ ଯେଉଁ ଯାହା ଥିଲା ସବୁ ସଫା କରେଇଲି। ବହୁତ ଫୁଲ ଗଛ ଲଗେଇଲି। ରୋଡ଼ ଉପରକୁ ଲୋକ ଆସିଲେ ଭିତରେ ପଶିକି ଟିକେ ବୁଲିକି ଦେଖିକି ଯାଉଥିଲେ। ବିଭିନ୍ନ ପ୍ରକାର ଟେବୁଲ ଗୋଲାପ, ସେ ବଡ଼ ଗୋଲାପ ସବୁ କିଣିକି ଦେଇକିରି ନିଜ ହାତରେ ପଇସା ଦେଇକିରି କିଣିକି ନେଇକି ସବୁ ଲଗେଇଥିଲି। ଗୋଲାପ ଗଛ ଚାରା ପକେଇକି ନିଜେ ବି ସେତେ କରିଛି। ବହୁତ ଗୁଡ଼ିଏ ଫୁଲ ଗଛ ଲଗେଇଥିଲି। ଏପଟରେ ହଷ୍ଟେଲଟାକୁ ଗୋଟେ ପୂଜ ବନ ବାଗିଆ କରିଦେଇଥିଲି। ସେ ତାରା ଶତପଥୀ ବୋଲି ଜଣେ ଡକ୍ଟର ଥିଲେ, ସେ ତ ଯାଇ ଦେଖିକିରି ଘଣ୍ଟାଟେ କରି ଠିଆ ହେଲେ ଅନେଇଲେ। ଆଉ ଯେଉଁ ମନୁଷ୍ୟ ଆସିଲେ ସେ ଥିଲେ ଉଦାର, ଭିଜିଟର ସୋର୍ସ ଆସିଲେ ଆଜ୍ଞା ଦେଖନ୍ତୁ, ଏଠି କିଛି ନଥିଲା, ଆଜ୍ଞା ଆସିକି ସବୁ ଯାକ ଏଇଗୁଡ଼ା ସବୁ କରୁଛନ୍ତି ନିଜେ ହାତରେ। ଛୁଆଙ୍କୁ ଧରି, ଛୋଟ ଝିଅମାନଙ୍କୁ ଧରି ନିଜେ ଗଛ ଲଗେଇ ଏତିକି ସେ କରୁଛନ୍ତି। କଲେକ୍ଟର ଥିଲେ ଅରବିନ୍ଦ ବେହେରା, ଅନୁଗଡ଼ ସବ୍ କଲେକ୍ଟର। ସିଏ ଦେଖିକିରି ଅନୁଗଡ଼ କହୁଥିଲେ ଏଇଟା ଆଉ ଟିକେ ଏଇଗୁଡ଼ା ସବୁ ସଫା କର। ତାପରେ କଲେକ୍ଟର ଅରବିନ୍ଦ ବେହେରା କହିଲେ ଆଉ କ'ଣ କରିଥାନ୍ତି, ଯେ ଆଗରୁ କ'ଣ ଥିଲା ଜାଣିନାହାନ୍ତି, କିନ୍ତୁ ସେ ଏତିକି ସଫା କରିକି ଏତିକି ତାକୁ ସାଇଜ୍ କରିଛନ୍ତି। ବହୁତ ଭାଗ୍ୟର କଥା, ଭାରି ଉଦ୍ୟୋଗ ଲୋକ ମିଳେ। କାଉଡ଼ାରେ ମଧ୍ୟ ସେଇଆ ଅବସ୍ଥା। ଆପଣ ଶିକ୍ଷକତା ଜୀବନରେ ଫାଷ୍ଟ କଳାହାଣ୍ଡି ଆସିଲେ ନା ଆଗରୁ କୋଉଠି ଥିଲେ? ତାପରେ କୋଉ ସ୍କୁଲ ଗଲେ? ଜୀବନରେ ଆସିଲେ କଳାହାଣ୍ଡି ଭଲ ପଡ଼ିଲା। ସିଟି ଟ୍ରେନିଂ 2 ବର୍ଷ ଦେଲି। ଆଗେ କଳାହାଣ୍ଡି ଆସିକି 2 ବର୍ଷ ସିଟି ଟ୍ରେନିଂ ନେଲି। ସିଟି ଟ୍ରେନିଂ କମ୍ପ୍ଲିଟ୍ ହେଲା ପରେ ଗୋଟେ ବିଶ୍ୱରାମପୁର MU ସ୍କୁଲର ହେଡ଼ମାଷ୍ଟର ହେଇକି ରହିଲି ବର୍ଷେ। ତାପରେ TRW ଇଣ୍ଟରଭ୍ୟୁ ହେଲା। ମୁଁ ଇଣ୍ଟରଭ୍ୟୁ ଦେବାକୁ ଗଲି, ଇଣ୍ଟରଭ୍ୟୁରେ ସକ୍ସେସ୍ ହେଲି। ସକ୍ସେସ୍ ହେଲି ଯେମିତି ମୋତେ କେବଳ ଖାଲି ବୋର୍ଡ ଆଣ୍ଡ ହାଇସ୍କୁଲର ଦେଲେ ଅଷ୍ଟାଟ ଟିଚର ପଢ଼େଇବାରେ। ଯେହେତୁ ମେଟ୍ରିକ୍ ସିଟ୍ ଆଉ କେହି ଏତେ କ୍ୱାଲିଫାଇଡ୍ ଥିଲା ଲୋକ
ମିଳିନଥିଲେ, କାରଣ ମୋର ସେଠି ହେଉଛି ଫାର୍ଷ୍ଟ ଜୋନ୍, ବେତଳ ସେ ଡିଷ୍ଟ୍ରିକ୍ଟ ଏସବୁ ଦେଖିକି ଇଣ୍ଟରଭ୍ୟୁରେ ସେ ବଡ଼ ସ୍କୁଲଟା ବସିଥିଲା। ତାପରେ ମୁଁ ଡିଡିକୁ କହିଲି ସାର୍ ଦେଲେ ମୋ କୋରାପୁଟଟା ଟିକେ ବଢ଼େ ଯିବା ପାଇଁ ମୋର କିଛି ଆପତ୍ତି ନାହିଁ, ମୁଁ ଯିବାଟା ଯିବି, କିନ୍ତୁ ଦେଖନ୍ତୁ ମୁଁ ମୋର କାମ ହାସଲ କରୁଛି, ଆପଣ ମୋତେ ଯଦି ଆଶ୍ରମ ସ୍କୁଲରେ ଦିଅନ୍ତୁ, ମୋଠୁ କାମ ନିଅନ୍ତୁ, 24 ଘଣ୍ଟା ଗାଡ଼ିରେ ଲାଗି ସ୍କୁଲଟାକୁ ହସେଇ ଦେବି, ବିଲକୁଲ ମରୁଭୂମି ବାଗିଆ ସ୍କୁଲ ଗୋଟେ ଦିଅନ୍ତୁ, ସେଠି ବିଭିନ୍ନ ଗଛ ଗଛ ଲଗେଇକିରି ମୁଁ ସ୍କୁଲଟାକୁ ବିଲକୁଲ ଖୁସିରେ ହସେଇ ଦେବି। ତାପରେ ବୁଢ଼ା ଭାବିଲା କ'ଣ ସେଟା କି ଶରାବ ବୁଢ଼ା ବଲାଙ୍ଗୀରର ଭାବିକି ତାପରେ କ'ଣ କଲା ନା ମଦନପୁର କରିଦେଲା, ନହେଲେ ବୋଧେ ସେଇ ମଦନପୁର ଫାଷ୍ଟ ପୋଷ୍ଟିଂ କଲାବେଳକୁ ସେଇ ଗେଟ୍ ଫେଟ୍ ଗୁଡ଼ାକ ଟେମ୍ପୋରାରୀ ସ୍କୁଲ ଟେମ୍ପୋରାରୀ ହେଲେ ମଧ୍ୟ ତାକୁ ସଜେଇକି ଚିକଣ ଚାକଣ କରିଦେଲି, ଚାରିଆଡ଼େ ସବୁ ଗଛ ପତ୍ର ହାଣି ନୂଆ ଗଛ ଲଗେଇ ସୁନ୍ଦର କରିଦେଲି। ବୁଢ଼ା ଆସିକି ଦେଖି ଗାଁ ଭାବିଲା କହିଲା ସାରା ପ୍ରକୃତ ହେଉଛି ପିଲାଟା ତା ଜାଗାରେ ତାକୁ